ଯିଏ ବାହା ହେଇକରି ଯାଇଛି ଗୋଟେ ଝିଅ ଅନୁଡ଼ା ଝିଅଟେ 8-10 ବର୍ଷ ପରେ ସେ ଜନନୀ ହେଇଥାଏ। ଯେଉଁ ଝିଅକୁ ଠିକ୍ କରିବା ପାଇଁ ଯାଇଥିବେ ତାର ବାଁ ହାତର ମଧ୍ୟମ ଆଙ୍ଗୁଳିକୁ ଆଉ ପିଲା ଗୋଟିଏ ତାର ମଧ୍ୟମ ଆଙ୍ଗୁଳିରେ ଛନ୍ଦି ଧରି ସେମାନେ ଗୀତ ଗାଇବେ। ମାନେ ତମେ କିମି ରାମ ତମେ କିମି ନ ଗୁସାଙ୍ଗ ତମନା କିମି ନ ଅନୁଡ଼ା ଯୁବତୀ ହିଁ ବାହା ହେଇଥାଏ ପ୍ରଥମ ଥର। ଆଉ ସେଇଥିପାଇଁ ଦେଖନ୍ତୁ ତାଙ୍କର ଯେଉଁ ପ୍ରକାର ଅଛି ପ୍ରତ୍ୟେକ ଗାଁରେ ଗୋଟେ ଗୋଟେ ଧାଙ୍ଗଡ଼ି ବସା ଅଛି। ଧାଙ୍ଗଡ଼ି ବସା ପ୍ରତ୍ୟେକ ଗାଁରେ ବଡ଼ ଗାଁ ଦେଖିକରି 2ଟା 3ଟା ଘର ବି ଥାଏ। ଯେମିତିକି ଅଣ୍ଡରା ହଲ୍ ଗାଁରେ 3ଟା 4ଟା ଅଣ୍ଡରା ଯେଉଁଟାକି ଧାଙ୍ଗଡ଼ି ବସା ଥିବ। ଧାଙ୍ଗଡ଼ି ବସା ହେଉଛି ଇଙ୍ଗେର ସୁଂ। ଇଙ୍ଗେର ମାନେ ଯୁବା ଆଉ ସୁଂ ମାନେ ଘର, ଯୁବତୀଙ୍କ ଘର। ସେଭଳି ପିଲାମାନଙ୍କର ପାଇଁ ବି ଗେରସୁଙ୍ଗ ଥାଏ, ଯେଉଁଟାକି ଯୁବକ ପିଲାମାନେ ଯେଉଁମାନେ ବିବାହ ଯୋଗ୍ୟ ସେମାନେ ସେଠି ଯାଇକରି ରାତିରେ ଶୁଅନ୍ତି। ଏଇ ଝିଅମାନେ ଗୋଟେ ବୁଢ଼ୀ ଘର ଦେଖିକରି ସେଇ ଗେରସୁଙ୍ଗ କରିଥାନ୍ତି, ସେଠି ରହନ୍ତି। ରାତିରେ ତାଙ୍କର ଧାନ କୁଟା ସେ ମାଣ୍ଡିଆ ଚୂରା ଏସବୁ ଯାହା କାମ ମାଳି ଗୁନ୍ଥିବା ଏସବୁ କାମ ସେଠି କରନ୍ତି। ଆଉ ଯେଉଁ ବୁଢ଼ୀ ଲୋକ ଥାଏ ତାର ଅନୁଭୂତି ସମ୍ପନ୍ନ କଥା ସବୁ ଶୁଣନ୍ତି, ଗପସପ ହୁଏ, ଏମିତି ରହନ୍ତି। ହେଲେ ଏମାନଙ୍କୁ ଯେତେବେଳେ କନ୍ୟା ଠିକ୍ କରିବାକୁ ଯାଆନ୍ତି ସେ ସମୟ ତାଙ୍କର ଅଛି ବର୍ଷାକାଳୀନ 4 ମାସ ମଧ୍ୟରେ ସେମାନେ ଝିଅ ଠିକ୍ କରିଯିବେ। ଆଉ ଯୁବକମାନେ ଗାଁ ଯେଉଁ ପିଲା ପାଇଁ 10-12 ବର୍ଷର ପିଲା ଗୋଟିକୁ ନେଇକରି ତାର କକା ତାର ଭାଇ ତାର ପଡ଼ୋଶୀ ପାଖର ଗାଁର ପିଲାମାନେ 10-12 ଜଣ ହେଇକରି ରାତିରେ ବାହାରିବେ। ଗୀତ ଗାଇ ଗାଇ ଯାଇକରି ସେ ଗାଁରେ ପହଞ୍ଚିବେ। ଆଉ ସେ ଗାଁରେ ପହଞ୍ଚିଲେ ଝିଅମାନେ ବି ଜାଣିବେ ଏଇଠି ଗୋଟେ ଗାଁର ଲୋକମାନେ ଆସୁଛନ୍ତି। ବର୍ଷା ମାସରେ ଏଇଟା କେବଳ 4 ମାସ ସମୟ ମଧ୍ୟରେ ସେ ଗାଁରେ ପହଞ୍ଚିଲେ ଏମାନେ ବି ସେମାନଙ୍କୁ ନିଆଁ ପୋଇବା ପାଇଁ ବସେଇବେ, କରିବେ। ତାଙ୍କର ଭାବର ଆଦାନ ପ୍ରଦାନ ହେବ, ଏମିତି କଥାବାର୍ତ୍ତାରେ କିଛି ସମୟ ବିତିବ। ତାପରେ ସେମାନେ ଯେଉଁ ଝିଅକୁ ଠିକ୍ କରିବା ପାଇଁ ଯାଇଥିବେ ତାର ବାଁ ହାତର ମଧ୍ୟମ ଆଙ୍ଗୁଳିକୁ ଆଉ ପିଲା ଗୋଟିଏ ତାର ମଧ୍ୟମ ଆଙ୍ଗୁଳିରେ ଛନ୍ଦି ଧରି ସେମାନେ ଗୀତ ଗାଇବେ। ସେଇ ଗୀତ ହେଲା ସେଲାକ୍ ବୟ ସାମ୍। ସେଲାକ୍ ବୟ ସାମ୍ ମାନେ କନ୍ୟା ମନେଇବା ଗୀତ। ସେ ପିଲାମାନେ ଗାଇବେ ମାନେ ତମେ କିମି ରାମ ତମେ କିମି ନ ଗୁସାଙ୍ଗ ତମନା କିମି ନ ବଣି ଭଳି ବହୁ ମଇନାମରି ବହୁ ତୁମେ ହଳଦୀ ବସନ୍ତ ବହୁ ତୁମେ। ଏଭଳି ଉପମିତ ଭାବ ଦେଇକରି ସେଇ ଝିଅକୁ ମନେଇବାର ଗୀତ ଗାଇବେ। ତାପରେ ସେମାନେ ଘଣ୍ଟେ 2 ଘଣ୍ଟା ଏମିତି ସମୟ ଧରିକି ଗୀତମାନ ଚାଲିବ। ସେ ପିଲାର ଗାଁର ପରିବେଶକୁ ନେଇକରି ତାଙ୍କର କେତେ ଡଙ୍ଗର ଅଛି, ଜମି ଅଛି, କେଉଁଠି ଝରଣା ଅଛି, କେଉଁଠି ପଥର ଅଛି, ଏସବୁ ସେଇ ଗୀତରେ ସଂଯୋଜନା ହେଇଥିବ। ତ ସେ ପରିବେଶ ସମ୍ପର୍କରେ ସେଥିରେ ସେମାନଙ୍କୁ ସେ ଗୀତ ମାଧ୍ୟମରେ ଜଣାଇ ଦିଅନ୍ତି। ଏଭଳି ଗୀତ ଚାଲେ। ରାତି 4ଟା ବେଳକୁ ପୁଣି ସେମାନେ ନିଜ ନିଜ ଗାଁକୁ ଫେରି ଆସନ୍ତି। ଏଭଳି ଯେଉଁ 4 ମାସ ଧରିକରି ସେମାନେ ଯାଆନ୍ତି। ଆଉ ଝିଅ ପାଇଁ ଗୋଟେ ଖଡ଼ୁ ନେଇଥାନ୍ତି। ସେ ଝିଅ ଖଡ଼ୁ ଗ୍ରହଣ କଲେ ତାଙ୍କର ଫାଇନାଲ୍ ହେଇଗଲା ବୋଲି ଜାଣିବେ। ଆଉ ସେ ଖଡ଼ୁ ଗ୍ରହଣ ନ କଲା ପର୍ଯ୍ୟନ୍ତ ସେମାନେ କଣ୍ଟିନ୍ୟୁଅସ୍ ସେ 4 ମାସ କାଳ ଯିବେ। ଯଦି ସେ ବର୍ଷ ନ ହେଲା ପୁଣି ଆସନ୍ତା ବର୍ଷ ବର୍ଷା ମାସରେ ଯିବେ। ସେ ଡେରି କାହିଁକି ହୁଏ? ସେ ଝିଅ ଦେଖେ ଯେ ତାର ଯଦି ଭାଇ ଗୋଟେ ଥିବ ସେ ଭାଇ ପାଇଁ ବୋହୂଟିଏ ଆଣିଲେ ହିଁ ସେ ଯିବାକୁ ଚାହେଁ। ଯେହେତୁ ବଣ୍ଡା ଝିଅଟିଏ ସବୁବେଳେ ତାର ବାପା ମାଆକୁ ସାହାଯ୍ୟ ସହଯୋଗ କରିବାର ତାର ବହୁତ ଇଚ୍ଛା ଥାଏ, ସବୁବେଳେ ତାର ସେଟାକୁ ପ୍ରାଧାନ୍ୟ ଦେଇଥାଏ। ତେଣୁ ସେ ବାହା ହେବା ପାଇଁ ଯିବା ପାଇଁ ଶୀଘ୍ର ରାଜି ହୁଏ ନାହିଁ। ସେ ଗୋଟେ ଯଦି ବୋହୂ ଆଣିଥିବ ଘରେ ଗୋଟେ ଝିଅ କିଏ ଗୋଟେ ସାହାଯ୍ୟ କରିବା ଲୋକ ଆସିଗଲା ପରେ ସେ ଖଡ଼ୁଟି ଗ୍ରହଣ କରେ। ସେ ଖଡ଼ୁଟି ଗ୍ରହଣ କଲା ପରେ ଏମାନେ ହେଇଯାଏ ହଁ ଫାଇନାଲ୍ ହେଇଗଲା, ତାପରେ ଆଉ ଯିବେନି। କିମ୍ବା ଖଡ଼ୁ ନେଲା ପରେ ଅନ୍ୟ ଗାଁର ସବୁଆଡ଼େ ପ୍ରଚାର ହେଇଯାଏ। ଅନ୍ୟ କୌଣସି ଲୋକ ଆଉ ଚେଷ୍ଟା କରନ୍ତି ନାହିଁ ଯେ ସେ ବୋହୂ ତାକୁ ଆଉ ବୋହୂ କରିବା ବୋଲିକରି। ଏଇ ଯେଉଁ ବୁଝାମଣା ତାଙ୍କର ପ୍ରଶଂସନୀୟ। ଜଣେ ସେଥିପାଇଁ ଗଣ୍ଡଗୋଳ କି ଝାମେଲା କିଛି ହେବାର ଆଉ ଦେଖାଯାଏ ନାହିଁ। ବାହାଘର ନିୟମ କେମିତି କ'ଣ? ଆମର ଯେମିତି ବାହାଘର ହୁଏ ବାଜା ବାଣ ବାଜା ବାଣ ସେମିତି ନାହିଁ। ଦେଖନ୍ତୁ ଏବେ ଏ ଝିଅ ଠିକ୍ ହେଇଗଲା ପରେ ଯେତେବେଳେ ଶସ୍ୟ ଅମଳ ହେବ ସେ ସମୟରେ ପୁଅର ବାପା ମା ଖବର ଦେବେ ଝିଅକୁ। ଝିଅ ତାର ସାଙ୍ଗ ସହିତ ସେ ଗାଁକୁ ଆସିବ ଏ ଧାନ ମାଣ୍ଡିଆ ଏଇଟା କଟାକଟି ସମୟରେ। ସେ ଯେତେବେଳେ ଆସିବ ସେ ତାର ଭେଣେଇ ଘରେ କି ମାମୁଁ ଘରେ କାହା ଘରେ ଗୋଟେ ରହିବ। ସେମାନଙ୍କର ଅଛି ନିୟମ, ଶନିବାର ଦିନ ଆସିବେ, ମଙ୍ଗଳବାର ଦିନ ଫେରିବେ। ଆଉ ମଙ୍ଗଳବାର ଆସିଲେ ଶନିବାର ଦିନ ଫେରିବେ। ଏ 2ଟା ଦିନ ଛଡ଼ା ଅନ୍ୟ ଦିନ ଆସିବେ ନାହିଁ କି ଅନ୍ୟ ଦିନ ଯିବେ ନାହିଁ। ତ ଯଦି ଶନିବାର ଦିନ ଆସିଛି ସେ ତାର ଭେଣେଇ ଘରେ ମାମୁଁ ଘରେ ରହିବ। ପୁଣି ଆର ଦିନ ସକାଳେ ସେ ବର ଘରର
ବାପା ମା ସାଙ୍ଗରେ ବର ସାଙ୍ଗେ ଯାଇକରି ତାଙ୍କ ଜମି ଡଙ୍ଗରରେ କାମ କରିବ, ତାଙ୍କ ସହିତ ସହଯୋଗ କରିବ। ସେଥିରୁ ସେମାନେ ଜାଣିପାରିବେ ଇ କିଭଳି ମାନେ କାମ କରିପାରୁଛି। ତ ଏଭଳି 3 ଦିନ ହେଲା ପରେ ଆସିବା ଦିନ ଗୋଟେ ଭୋଜି ହେଇଥାଏ। ସେ ଭୋଜିରେ ଝିଅକୁ ସେମାନେ ଡାକନ୍ତି। ଝିଅ ଲାଜ ପାଇଁ ସେ ଖାଏ ନାହିଁ, କିନ୍ତୁ ଯେଉଁ ହାଣ୍ଡିଆ ମଦ ସ୍ୱଳ୍ପ ଏସବୁ ହେଇଥାଏ ସେ ସବୁ ପିଇବ ଖାଇବ। ଆଉ ତାଙ୍କୁ ଦିଆହେଇଥିବା ଯେଉଁ ଭାତ ଇଏରେ ସେ ଆଙ୍ଗୁଠି ଏମିତି ବୁଡ଼େଇ ଦେଇକିରି ଏମିତି ଛିଣ୍ଟି ଦେବ ସେତିକି। ତାପରେ ସେଇ ଭାତକୁ ତାର ମାମୁଁ କିମ୍ବା ଭେଣେଇ ଯାହା ଘରେ ରହୁଥିବ ସେମାନେ ସେଟାକୁ ନେଇଯିବେ। ଆଉ ବାହାଘର ଭୋଜି ସେଟା ହେଇଯାଇଥାଏ, ସମସ୍ତେ ଗାଁର ସମସ୍ତଙ୍କୁ ସେଥିରେ ଭୋଜି ହେଇଥାଏ। ସେହିପରି ପୁଅକୁ ସେମାନେ ଡାକନ୍ତି, ଝିଅ ଘରେ ଲୋକ। ପୁଅ ଆସିବ ସେମିତି ଶନିବାର ଆସିଥିବ ଯଦି ମଙ୍ଗଳବାର ଫେରିବ, ମଙ୍ଗଳବାର ଆସିଥିଲେ ଶନିବାର ଫେରିବ। ସେ ବି ଆସିକରି ତାର ମାମୁଁ ଭେଣେଇ କାହାର ଘରେ ଗୋଟେ ସମ୍ପର୍କୀୟ ଘରେ ରହିବ। ଆଉ ତାର ଆର ଦିନ ଝିଅ ଘରର କାମରେ ଯାଇକରି ସାହାଯ୍ୟ କରିବ। ସେମାନେ ୟାକୁ ଜାଣିପାରିବେ ଯେ କେମିତି କାମ କରିପାରୁଛି ଇଏ, ଏଇ ବୁଝାମଣା ହେଇଯାଏ। ପୁଣି ଆସିଲା ଦିନ ପିଲାକୁ ବସେଇକରି ସେମିତି ଭୋଜି ଭାତ ଗୋଟେ ଆୟୋଜନ କରିଥାଏ କନ୍ୟା ପିତା। ସେ ଭୋଜି ଭାତ ହେଲା ପରେ ସେ ଖାଆ ପିଅ କରି ତାକୁ ପୁଣି ତାର ଗାଁର ଲୋକ ଗୋଟେ ଦୁଇ ଲୋକ ହେଇକରି ଆସିକରି ତା ବାପା ମା ଘରେ ଛାଡ଼ି ଦେଇକରି ଯାଆନ୍ତି। ଏଇଟା ହେଲା ପରେ ତାଙ୍କର କନ୍ୟା ଆଣିବାର ସମୟ ହେଲା ପୌଷ ପର୍ବ ପରେ 15 ଦିନ ଭିତରେ। ପୌଷ ପର୍ବ ପରେ ଯେଉଁ 15 ଦିନ ହେଲା ସେମାନେ ସେଇ ମଙ୍ଗଳବାର ଆଉ ଶନିବାର, ଶନିବାର ମଙ୍ଗଳବାର ଏମିତି 2 ସପ୍ତାହର 4 ଦିନ ହିଁ କେବଳ ସମୟ। ସେ ସମୟରେ ଝିଅକୁ ଡାକିବାକୁ ଗାଁର ମହିଳାମାନେ ଯାଇଥିବେ। ଆଉ ଗାଁର ମହିଳାମାନଙ୍କ ପାଇଁ ସେ କନ୍ୟା ପିତା ଖାଇବା ପିଇବା ବ୍ୟବସ୍ଥା କରିଥିବ। ସେଠି ଖାଆ ପିଅ କରି ରାତି 8ଟା 9ଟା ବେଳେ ସେ ଘରୁ ବାହାରି କରି କନ୍ୟାକୁ ଡାକି ଆଣିବେ। ସେତେବେଳକୁ ସେମାନେ ଗୀତ ଗାଇ ଗାଇ 5 7 10 କିଲୋମିଟର ସେମାନେ ଅତିକ୍ରମ କରି ଚାଲନ୍ତି। ସେଇ ଗୀତ ହେଲା ୱାଏ ବୟ ସାମ୍। ୱାଏ ବୟ ସାମ୍ ଅର୍ଥ ୱାଏ ମାନେ ଡାକିବା, ବୟ ମାନେ ଝିଅ, ସାମ୍ ମାନେ ଗୀତ। ତ କନ୍ୟା ଡାକି ଆଣିବା ଗୀତ। ସେଠି ସେଭଳି ସେ ଯେଉଁ ଶବ୍ଦ ମାନେ ସଂଯୋଜନା କରି ଯେଉଁ ଗାଇଥିବେ ସେଲାକ ବୈଶାମରେ ସ୍ୱର ଭିନ୍ନ ହେଇଯିବ। ଝିଅମାନେ ଗାଇବେ मैना तम किमि मैना राम भी तम किमि मैना गुसांग ସେଇ ଶବ୍ଦ ଲାଗିଲା, କିନ୍ତୁ ସ୍ୱର ଭିନ୍ନ ହେଇଗଲା। ଏଭଳି ଗୀତ ଗାଇ 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 ଆଣିକରି ପହଞ୍ଚେଇ ଦେବେ। ଝିଅକୁ ନେଇକରି ଧାଙ୍ଗଡ଼ି ବସାରେ ରଖିବେ। ଝିଅମାନେ ବଡ଼ ସୁନ୍ଦର ବ୍ୟବହାର କରି ତାକୁ ଆମ ଭାଉଜ ଆଇଛି ବୋଲିକରି ସେମାନେ ତାର ପ୍ରତି ବହୁତ ଧ୍ୟାନ ଦେବେ। ତାକୁ ରଖିବେ ସେଠି। ସକାଳେ ଗାଧେଇବା ପାଇଁ ଝରଣାକୁ ନେଇଯିବେ। ଆଉ ଝିଅ ତା ଘରୁ କିଛି ଚାଉଳ ନେଇକରି ଯାଇଥିବ। ସେ ଚାଉଳକୁ ଯାଇକରି ସେଠି ସେ ରାନ୍ଧିବ। ପାଣି ସେମାନେ ଗରମ କରି ବସେଇ ଦେଇଥିବେ। ଏଇ ନୂଆ ବୋହୂ ଯାଇକରି ସେ ଚାଉଳ ପକେଇକରି ସେ ଭାତ କରିଦେବ। ଆଉ ସେ ଭାତ କଲେ ଅବିବାହିତା ଝିଅମାନେ ହିଁ କେବଳ ଖାଇବେ, ଅନ୍ୟ କାହାକୁ ଦେବେ ନାହିଁ। ଆଉ ଝିଅକୁ ଧାଙ୍ଗଡ଼ି ବସାରେ ନେଇକି ରଖିବେ। ଧାଙ୍ଗଡ଼ି ବସାରେ ରଖିଲେ ସେ ସେଠି ରହିବ। ଆଉ ଝିଅ ଚେଷ୍ଟା କରୁଥିବ କେମିତି କରି ଖସିକରି ତା ଘରକୁ ଟିକେ ପଳେଇଯିବ। ଆଉ ଏ ଝିଅମାନେ ଜଗିଥିବେ ତାକୁ କେମିତି ଯେମିତି ଅବହେଳା କରିବେନି, ଜଗିଥିବେ। ଆଉ ସୁଯୋଗ ପାଇଗଲା ବୋଲେ ସେ ପଳେଇଯିବ ତା ଘରକୁ। ତା ଘରକୁ ପଳେଇଗଲେ କ'ଣ ହେବ ନା ଆଉ ଥରେ ମାନେ ପୁଅର ବାପା ପୁଅର ମା' କାକି ଖୁଡ଼ି ମିଶିକରି ଆଉ ଥରେ ଯିବେ, ଆଉ ଥରେ ଡାକି ଆଣିବେ। ଏଇଟା ତାଙ୍କର ଗୋଟେ ଅଛି। ସେ ନିୟମ ଅଛି। ବାହାଘର କଥା କହିଲେ ଡିମାଣ୍ଡ କଥା ଯେଉଁ ଆସେ, ଡାଉରୀ କଥା, ଡାଉରୀଟା ସେତେବେଳେ ସେଟା କରନ୍ତି। ସେମାନଙ୍କୁ ଗୋରୁ ଦେବାକୁ ପଡ଼େ, କିଛି ଚାଉଳ, କିଛି ଏମିତି ଧାନ ଏସବୁ ଦେବାକୁ ହୁଏ। ସେଟା ସେମାନେ ଝିଅ କେବେ ସୁଦ୍ଧା ମା ହେବାକୁ ମାନେ ଠିକ୍ କରନ୍ତି, ମାନେ ଡିସିସନ୍ ନିଅନ୍ତି? ସେଟା ଯେତେବେଳେ ପିଲାଟା 10 12 ବର୍ଷ ହେଇଥିବ, ସେ ପିଲାକୁ ସେ ମାନେ ତୀକ୍ଷ୍ଣ ନଜର ରଖେ ଯେ ଗୋଟେ ଭଲ ମଣିଷ, ସେ କାହା ସଙ୍ଗେ ଲାଗିବ ନାହିଁ, ମଦ ସଲବ ପିଇକରି କାହା ସଙ୍ଗେ ଗଣ୍ଡଗୋଳ କରିବ ନାହିଁ। ଏଇ ଯେଉଁ ଦାୟିତ୍ୱଟା ନିଏ ଏଇଟା ପ୍ରଶଂସନୀୟ। ତ ସେ ଜଗି ରହେ ସେମିତି। ତେଣୁ ଯିଏ ବାହା ହେଇକରି ଯାଇଛି ଗୋଟେ ଝିଅ, ଅନୁଡ଼ା ଝିଅଟେ 8 10 ବର୍ଷ ପରେ ସେ ଜନନୀ ହେଇଥାଏ। এইটা বড় প্রশংসা করা কথা। কিন্তু কিছু আমার লেখক লেখিকা এসবুক ধ্যান নে ଦେଇକିରି ଅନ୍ୟ କଥା ମାନେ ତାଙ୍କୁ କଳଙ୍କିତ କରିଛନ୍ତି, ଯାହା ଦେଖିକରି ମୋତେ ବହୁତ କଷ୍ଟ ଲାଗିଥିଲା। ଏବଂ ମୁଁ ବହୁତ ମାନେ ନଜର ରଖିଲି ସେସବୁ ବିଷୟକୁ। ମୁଁ ଦେଖିଲି ଯେ ସେମାନେ ଯଦି ସେମାନେ ଭୁଲ କଥା କହୁଛନ୍ତି ତ ସେ ବାହା ହେଇକରି 2 ବର୍ଷ ଭିତରେ ସେ ଜନ୍ମ ହେଇଯିବା କଥା, ହୁଏ ନାହିଁ। ସେ 8 10 ବର୍ଷ ପରେ କାହିଁକି ନୁହେଁ, ପିଲାଟା ଯେତେବେଳେ ଯୁବାବସ୍ଥାକୁ ଆସେ ସେତେବେଳେ ସେ ବାପା ହୁଏ, ସେ ମା ହୁଏ।